ଆରେ ରାସ୍ତା ନାହିଁ 3 କିଲୋମିଟର ଆଉ ଦିଲ୍ଲୀର ପେସେଣ୍ଟ ଭୁଇଁକି ଆଣୁଛୁ କିନ୍ତୁ ରାସ୍ତା ତୁରନ୍ତରେ ଦିଆଯାଉ। ପୁଣି ଜନନୀ ଯନ୍ତ୍ରଣା, ଖଟିଆରେ ବୁହା ହେଲେ ଲଳିତା। ପୁଣି ଗଜପତିରେ ଜନନୀ ଯନ୍ତ୍ରଣା, ଭଲ ରାସ୍ତା ନଥିବାରୁ ଗାଁରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ଖଟିଆରେ ବୁହା ହେଲେ ଗର୍ଭବତୀ ମହିଳା। ଉଦୟଗିରି ବ୍ଲକ ପୁରୁଣାପାଣି ପଞ୍ଚାୟତ କୁମୁଟି ପଙ୍କାଳ ଗାଁରେ ଘଟିଛି ଅଭାବନୀୟ ଘଟଣା। ସୂଚନାକ୍ରମେ କୁମୁଟି ପଙ୍କାଳ ଗାଁର ପୁଆଳି ମଲ୍ଲିକଙ୍କ ସ୍ତ୍ରୀ ଲଳିତା ମଲ୍ଲିକ ପ୍ରାୟ 8 ମାସର ଗର୍ଭବତୀ ଥିଲେ। ଲଳିତାଙ୍କ ପ୍ରସବ ବେଦନା ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ହେଲେ ଆମ୍ବୁଲାନ୍ସ ଆସି ଗଞ୍ଜାମ ଗଜପତି ସୀମା ବଡପଦା ନିକଟରେ ରହିଯାଇଥିଲା। ଆଗକୁ ଭଲ ରାସ୍ତା ନଥିଲା। କୁମୁଟି ପଙ୍କାଳ ଗାଁ ଲୋକଙ୍କ ସହାୟତାରେ ଲଳିତାକୁ ପ୍ରାୟ 5 କିଲୋମିଟର କାଦୁଅ ରାସ୍ତାରେ ଖଟିଆରେ ବୋହି ଆଣି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଥିଲେ। ପରେ ଲଳିତାଙ୍କୁ ଗଞ୍ଜାମ ଜିଲ୍ଲା ଡେଙ୍ଗାଉସ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। गजपति जिला मोहनार मुक्ति मंडप दंड सेना रिपोर्ट ASPN न्यूज।